ମାନେ କେମିତି ଅଛି ସମସ୍ତେ? କାହାକୁ ଗପ ଶୁଣିବାକୁ ଭଲ ଲାଗେ ଟିକେ କହିଲ? ସମସ୍ତଙ୍କୁ କେତେ ଭଲ ଲାଗେ? କାହାଠାରୁ ଘରେ ଗପ ଶୁଣୁ? ମା ଠାରୁ, ଜେଜେଙ୍କ ଠାରୁ, ମାମା ଠାରୁ, ବାବା ଠାରୁ। ଆଜି ଗୋଟେ ଆମେ ଗପ ପଢିବା। ବଉଳା ବଉଳା କେମିତି ସଚଟ ପଣିଆ ଦେଖେଇକି ବାଘ ପାଖରୁ ମୁକୁଳି ଆସିଲା ତା ବିଷୟରେ ଆଜି ଆମେ ପଢିବା। ରେଡି ସମସ୍ତେ? ଦେଖେଇଦିଅ। ରେଡି? ବଉଳା ନାମରେ ଗୋଟେ ଗାଈଟିଏ ଥାଏ। ସେ ଗାଈର ନାଁ କଣ? ବଉଳା। ସେ ଅତି ସୁଧାର ଆଉ ଶାନ୍ତ। ସେ ଅତି ପୁରା ସାଧାରଣଟିଏ ଥିଲା। ଅଳିଆ ଗାଈଙ୍କ ପରି କାହାର ବାଡ଼ ଭାଙ୍ଗି ବାଡ଼ିରେ ପଶି ଯାଇ ଖାଏନି। କାହା ଯେମିତି ଗୋଟେ ଗୋଟେ ଗାଈ ପୁରା ଦୁଷ୍ଟ ଥାନ୍ତି, ତା ବାଡ଼ିରେ ପଶିଯିବେ, ତାର ଗଛ ପତ୍ର ଖାଇଯିବେ। ସିଏ କିନ୍ତୁ କେବେ କାହା ଗଛ ଖାଏ ନାହିଁ। ସେ ନୀତି ସକାଳେ ତା ବାଛୁରୀକୁ କ୍ଷୀର ଦେଇ ଜଙ୍ଗଲକୁ ଚରିବାକୁ ଯାଏ। ସକାଳେ କ୍ଷୀର ଦେଇଦବ, ପୁଣି ଯିବ ଜଙ୍ଗଲକୁ ଚରିକି ଆସିବ। ତାପରେ ଛୁଆଟି ଚାତକ ପରି ମାର ଆସିବାଟାକୁ ଚାହିଁଥାଏ। ଯେମିତି ତା ମା ପଳେଇବ, ସେ କଣ କରିବ? ଅନେଇକି ବସିଥିବ, କେତେବେଳେ ମୋ ମା ଆସିବ, ମୁଁ ତା ଠାରୁ କ୍ଷୀର ପିଇବି ଅନେଇଥିବ। ବେଳ ବୁଡ଼ିଲେ ମା ବଣରୁ ଫେରେ। ଅଧ ବାଟରେ ହମାରଡ଼ି ଦେଇ ଆସୁଥାଏ। ଗାଈ ଆସିବ କେମିତି ହୁଏ? ଦେଇ ଆସୁଥିବ। ମାକୁ ଦେଖି ବାଛୁରୀ ଦୌଡ଼ି ଆସି ମା ପାଖକୁ କ୍ଷୀର ପିଇବାକୁ। ବଉଳା ତାକୁ ଚାଟି ପକାଏ। କେତେ ସ୍ନେହ! ତମେ ଯେମିତି ସ୍କୁଲରୁ ଯାଇଥିବ, ତମେ ସ୍କୁଲରୁ ଆଇଲେ ତମ ମାମା ମାନେ ଏମିତି ମୁଣ୍ଡକୁ ଆଉଁସିକି ଧନ ମୋ ଝିଅ ଲୋ କେତେ ପାଠ ପଢିକି ଆଇଲା ଏମିତି କୁହନ୍ତି ନା କୁହନ୍ତିନି? ସେମିତି ତା ମାମା ତାକୁ ଆଉଁସି ଗେଲେଇ ଦିଏ। ଦିନକର ଘଟଣା। ବଉଳା ଜଙ୍ଗଲରୁ ଫେରୁଛି। ଟିକେ ଡେରି ହେଇଗଲାଣି। ଆସୁ ଆସୁକା ବାଟରେ ଟିକେ ଡେରି ହେଇଗଲା। ସେଦିନ ସେ ଟିକେ ଭିତରକୁ ଚାଲି ଯାଇଥିଲା। ଚରୁ ଚରୁକା ଟିକେ ଜଙ୍ଗଲ ଭିତରକୁ ପଳେଇଛି। ତେଣୁ ସେ ଦୌଡ଼ି ଫେରୁଥାଏ। ଦୌଡ଼ିକିରି ଆସୁଥାଏ। ହଠାତ୍ ବାଘର ଗର୍ଜନ ଶୁଣିଲା। କିନ୍ତୁ ଆଇଲା ବେଳକୁ ଗୋଟେ ବାଘ ପୁରା ଗର୍ଜନ କରୁଛି। ବାଘ ଜାଣିଛନ୍ତି କେମିତି ଗର୍ଜନ ମିଳିବ? ବଉଳା ଦେଖିଲା ତା ଆଗରେ ଗୋଟେ ମହାବଳ ବାଘ ବସିଛି। କେତେ ବଡ଼ ବାଘ? ମହାବଳ ବାଘ ବସିଛି। ବଉଳାକୁ ଦେଖି କହିଲା, ମୁଁ 3 ଦିନ ହେଲା ଶିକାର କରିନାହିଁ। ଶିକାର ପାଇଁ ନାହିଁ, ଭୋକିଲା ଅଛି। ମୁଁ ତତେ ଆଜି ଖାଇବି। କଣ କହିଲା? ଖାଇବି। ମୁଁ 3 ଦିନ ହେଲା କିଛି ଖାଇନି, ମୁଁ ଆଜି ତତେ ଖାଇବି। କାହାକୁ କହିଲା? ବଉଳାକୁ। କିଏ କହିଲା? ଶୁଣ, ବାଘ କହିଲା। ଏକଥା ଶୁଣି ବଉଳା ନ ଡରି କହିଲା, ମତେ ଖାଇବ ତ, ସେଥିରେ ମୋର କିଛି ଆପତ୍ତି ନାହିଁ। ମତେ ସିନା ଖାଇବ, ମୋର କିଛି ଆପତ୍ତି ନାହିଁ, କିନ୍ତୁ ମୋର କମଳା ପିଲାଟା ଭୋକରେ ଛଟପଟ ହେଉଥିବ। ମତେ ଛାଡ଼ି ଦିଅ, ମୁଁ କଥା ଦେଉଛି। ସେଠି ମୁଁ ଗୋଟେ ଘରେ ଗୋଟେ କମଳା ବାଛୁରୀଟିଏ ଛାଡ଼ିକି ଆଇଛି, ଛୁଆ ବାଛୁରୀଟିଏ। ମତେ ଛାଡ଼ି ଦିଅ, ସେ ଭୋକରେ ଛଟପଟ ହେଉଥିବ। ମୁଁ ଆସିବା ବାଟକୁ ଚାହିଁ ବସିଥିବ। ତାକୁ କ୍ଷୀର ପିଆଇ ତୁମ ପାଖକୁ ମୁଁ ଫେରି ଆସିବି। କଣ କହିଲା? କହିଲା ମତେ ଟିକେ ଛାଡ଼ି ଦିଅ, ମୁଁ ମୋ ବାଛୁରୀକି କ୍ଷୀର ପିଏଇକି ଆସିବି ହେରି। ତାପରେ ତୁମେ ମତେ ଖାଇବ। କହିଲା ମୁଁ ଯେତେବେଳେ କ୍ଷୀର ପିଏଇକି ମୋ ବାଛୁରୀକି ଆସିବି, ମୁଁ ଆସିଲା ପରେ ତମେ ମତେ ଖାଇବ। କିଏ କହିଲା? ଗୁଡ୍ ବୟ। ବଉଳା କହିଲା। ତାପରେ ବାଘ ପ୍ରଥମେ ତାକୁ ଛାଡୁ ନଥିଲା। ପ୍ରଥମେ କହିଲା ନା ମୁଁ ତତେ ଛାଡ଼ିବିନି, କାଳେ ତୁ ନ ଆସିବୁ। ଏକଥା ଭାବିକି ବାଘ ତାକୁ ଛାଡ଼ିଲା ନାହିଁ। ତାପରେ କଣ କଲା ନା, ମାତ୍ର ତାର ଆକୁଳ ମିନତି ଶୁଣି ତାକୁ ଛାଡ଼ିଦେଲା। ତାପରେ ସେ ଯେମିତି କହିଲା ମତେ ଛାଡ଼ିଦିଅ, ମୋ ଛୁଆ ସେଠି ଅନେଇକି ବସିଥିଲା, ଏମିତି କହିଲା ଯେମିତି ବାଘ କହିଲା ହଉ ତୁ ଯା। ବଉଳା ଆସି ତା ଛୁଆକୁ ପେଟ ପୁରା କ୍ଷୀର ପିଆଇଲା ଆଉ ତାକୁ ସବୁ କଥା କହିଲା। ତାକୁ କ୍ଷୀର ଦେଲା। କହିଲା ମୁଁ ଏମିତି ଜଙ୍ଗଲରୁ ଆସୁଥିଲି, ବାଟରେ ଗୋଟେ ବାଘ ଦେଖିଲି, ସେ ମତେ ଖାଇ ଦଉଥିଲା, ମୁଁ ତତେ କ୍ଷୀର ଦେବାକୁ କହିକି ଆସିଛି। ମୁଁ ତତେ କ୍ଷୀର ପିଏଇକି ପୁଣି ବାଘ ପାଖକୁ ଚାଲି ଯିବି। ଏକଥା ତା ମାକୁ ତା ଛୁଆକୁ ସବୁ କହିଲା। ତାପରେ ବାଘ ନିକଟକୁ ଫେରି ଆସିଲା। ଛୁଆକୁ ଯେମିତି କ୍ଷୀର ପିଆଇ ଦେଲା, ବାଘ ପାଖକୁ ପୁଣି ତାକୁ ଦେଖି ବାଘର ମନ ବଦଳିଗଲା। ଯେମିତି ଦେଖିଲା ବାଘ ତାକୁ କଥା ରଖିକିରି ସେ ଆସିଛି ତା ପାଖକୁ, ତା ମନଟା ବଦଳି ଗଲା। ତାର ସତ୍ୟତାବାଦ ଯୋଗୁ ସେ ତାକୁ ଛାଡ଼ିଦେଲା। ସେ କହିଲା ହଉ ତୁ ସତ କଥା କହିଲୁ, ତୁ ତୋ କଥା ରଖିକି ତୁ ମୋ ପାଖକୁ ଆସିଲୁ, ମୁଁ ତତେ ଛାଡ଼ି ଦଉଛି, ମୁଁ ତତେ ଖାଇବି ନାହିଁ। ତାହେଲେ ତୁମେ ମାନେ ଏଥିରୁ କଣ ଶିଖିଲ? ସବୁବେଳେ ସତ୍ ପଥରେ ଚାଲିଲେ ମୃତ୍ୟୁକୁ ମଧ୍ୟ ପାର କରିବ।
ସେ ବାଘ ପୁରା ମାରି ଦେଇଥାନ୍ତା ନା ନାଇଁ ବଉଳାକୁ। ସେ କିନ୍ତୁ ମୃତ୍ୟୁ ମୁଖରୁ ସତ କଥା କହିକି ପୁଣି ଫେରି ଆସିଲା ବୋଲି ବାଘ ତାକୁ ଛାଡି ଦେଲା। ତାହେଲେ ସଦାବେଳେ ସତ କଥା କହିବ। କଣ କହିବ? କେବେ ମିଛ କହିବ? ମନେ ରଖିଲ? ମନେ ରହିଲା ତ?